ଜଳଭଣ୍ଡାରରେ ପଞ୍ଜୁରୀ ମଧ୍ୟରେ ମାଛ ଚାଷ। ମଧୁର ଜଳ ମାଛ ଉତ୍ପାଦନ ବୃଦ୍ଧି ନିମନ୍ତେ ରାଜ୍ୟରେ ଥିବା ମଧ୍ୟମ ଓ ବୃହତ୍ ଜଳଭଣ୍ଡାରଗୁଡ଼ିକରେ ପଞ୍ଜୁରୀ ମଧ୍ୟରେ ମାଛ ଚାଷ ଆରମ୍ଭ ହୋଇଛି। ଏଠାରେ ଧାନ ସହ ମାଛ ଚାଷ। ଆମ ରାଜ୍ୟର କିଛି ଅଞ୍ଚଳର ଚାଷୀ ପାରମ୍ପରିକ ପଦ୍ଧତିରେ ଧାନ ଚାଷ, ମାଛ ଚାଷ କରିଥାନ୍ତି। ପଟୁ ମାଟି ଥିବା ଜମି ଧାନ ସହ ମାଛ ଚାଷ ପାଇଁ ବେଶ୍ ଉପଯୋଗୀ। ଜମିର 1/3 ମାଛ ପୋଖରୀ ଓ ବାକି ଅଂଶକୁ ଧାନ ଚାଷ ପାଇଁ ବ୍ୟବହାର କରାଯାଏ। ରଙ୍ଗୀନ ମାଛ ଚାଷ। ରଙ୍ଗୀନ ମାଛ ଅତ୍ୟନ୍ତ ସୁନ୍ଦର, ମନମୋହକ ଏବଂ ଚିତ୍ତ ବିନୋଦକ ଅଟେ। ଏହାକୁ ଘରେ କାଚ ଆକ୍ୱାରିୟମରେ ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ରଖାଯାଏ। ଖାରିପାଣି ଚିଙ୍ଗୁଡ଼ି ଚାଷ। ଓଡ଼ିଶାର ଉପକୂଳବର୍ତ୍ତୀ ଖାରିପାଣି ଅଞ୍ଚଳରେ ମୁଖ୍ୟତଃ ଚିଙ୍ଗୁଡ଼ି ଚାଷ ହୋଇଥାଏ। ପାଣିର ଉତ୍ତମ ଗୁଣବତ୍ତା ପରୀକ୍ଷା କରିବା ପରେ ବର୍ଗମିଟର ପ୍ରତି 40ରୁ 50ଟି ଚିଙ୍ଗୁଡ଼ି ଜାଆଁଳ ଛଡ଼ାଯାଇଥାଏ। ଚାଷର ଅବଧି ସାଧାରଣତଃ 3ରୁ 4 ମାସ ପର୍ଯ୍ୟନ୍ତ ହୋଇଥାଏ। ଚିଙ୍ଗୁଡ଼ିର ହାରାହାରି ଓଜନ 20ରୁ 25 ଗ୍ରାମ ହେବା ପରେ ଏହାକୁ ଅମଳ କରାଯାଇଥାଏ। 1 ଏକର ପରିମିତ ପୋଖରୀରେ ସାଧାରଣତଃ 3ରୁ 4 ଟନ୍ ଚିଙ୍ଗୁଡ଼ି ପ୍ରତ୍ୟେକ ଚାଷ ଅବଧିରେ ଉତ୍ପାଦନ କରାଯାଇଥାଏ। ସମନ୍ୱିତ ମାଛ ଚାଷ। ମାଛ ଚାଷ ସହିତ ସମନ୍ୱିତ ଭାବରେ ଗୋପାଳନ, କୁକୁଡ଼ା ପାଳନ, ବତକ ପାଳନ ଏବଂ ଉଦ୍ୟାନ କୃଷି ଇତ୍ୟାଦି ଦ୍ୱାରା ଚାଷୀମାନେ ଅଧିକ ଲାଭ କରିପାରିବେ। ସମନ୍ୱିତ ମାଛ ଚାଷ ଦ୍ୱାରା ବିଭିନ୍ନ ଚାଷରୁ ମିଳୁଥିବା ବର୍ଜ୍ୟବସ୍ତୁ ପୁନଃ ବ୍ୟବହୃତ ହୋଇଥାଏ। ଏହାଦ୍ୱାରା ଅଧିକ ପ୍ଲାବକ ସୃଷ୍ଟି ହୁଏ ଏବଂ କୃତ୍ରିମ ଖାଦ୍ୟ କମ୍ ବ୍ୟବହାର ହୋଇଥାଏ।